ଏଇ ଏବେ ଆସିକି ରାତି ହେଲାଣି 11:40 42 ଆମ୍ଭେ ଏଠି ବସି ଖାଉଛୁ। ଇଏ ଆମର ଭାଇ ସଂଗ୍ରାମ ଭାଇ। ଆମେ ତାଙ୍କ ରୁମ୍ ଟାକୁ ଟିକେ ପରିକ୍ରମା କରିବା। ପରିକ୍ରମା କଲେ ଆମ୍ଭେ ଏଠି ଦେଖିବାକୁ ପାଇବା ବହୁତ ସୁନ୍ଦର ସୁନ୍ଦର ଜିନିଷ। ଅତି ଏଇଟା ତାଙ୍କର ବହି ଥାକଟା ଚଳିବ, କିଛି ଅସୁବିଧା ନାହିଁ। ବହିଟା ଏଇଠି ଅଛି, କିଛି ନାହିଁ। ଏଠି ମିରରଟା ଅଛି, ଏଠି ଟଙ୍ଗା ଟଙ୍ଗି ଅଛି, ତାରଟା ଅଛି, ଟଙ୍ଗା ହେଇଛି। ଆଉ ଭିତରେ ଝୋଲା ଅଛି। ଝୋଲା ଭିତରେ ଭାଇ କ'ଣ ଅଛି? ପ୍ୟାଣ୍ଟ ସାର୍ଟ ଗୁରାକ ଅଛି। ଠିକ୍ ଅଛି, କିଛି ଅସୁବିଧା ନାହିଁ। ତାଜା ଉପରର ଅବସ୍ଥା ଆପଣ ଦେଖିପାରୁଥିବେ ଏଭଳି ଭାବରେ ଅଛି। ଆଉ ଏଠି ଫୁଲ କିଛି ଅଛି ଠାକୁରଙ୍କର। ଏବେ ଆମେ ପରିକ୍ରମା କରିବା ତାଙ୍କର ରୋଷେଇ ଘରଟାକୁ ଟିକେ। ରୋଷେଇ ଘରଟାକୁ ଦେଖିବା। ସୁଇଚ୍ ମାରିବାକୁ ଚେଷ୍ଟା କରୁଛୁ ଆମ୍ଭେ, ବହୁତ ଚେଷ୍ଟା କରିସାରିଲୁଣି, କିନ୍ତୁ ଲାଇଟ୍ଟା କାହିଁ ଜଳୁନାହିଁ। ତଥାପି ଆମେ ଦେଖାଉଛୁ ଏଠି ଫ୍ଲାସ୍ ଲାଇଟ୍ ଜଳେଇକି ଦେଖାଉଛୁ। ଦେଖନ୍ତୁ ତଳେ ଦେଖନ୍ତୁ ଜୋତାମାନଙ୍କର ଏଠି ଆବିର୍ଭାବ, ତା ସହିତ ତାଙ୍କର ଦେଖନ୍ତୁ ରୋଷେଇ ଘରର ପରିସ୍ଥିତି କିଭଳି ଜଣାପଡ଼ୁଛି। ଇଏ ମିନିମମ୍ 6 ମାସ ଖଣ୍ଡେ ହବ ଏଠିକି କେହି ଆସିନାହାନ୍ତି ଜମାରୁ। ଏଠି ମଶା ମାଛି ବି ଉଡୁନାହାନ୍ତି। ଦେଖନ୍ତୁ ବହୁତ ଦିନ ହେଲାଣି ମଶା ମାଛି ବିଚରା ବି ସେ ଭାବୁଛନ୍ତି ଯେ ଏଠିକି ଆସିକି କିଛି ଲାଭ ନାହିଁ, ନିଜେ ମରିଯିବୁ ଆମେ ଏଠିକି ଆସିକି। ତାପରେ ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ଦେଖନ୍ତୁ, ଏଇଟା ହେଉଛି ତାଙ୍କର ଏଇଟା ଟଏଲେଟଟା, ବୁଝିହେଲା କି? ଟଏଲେଟର ଅବସ୍ଥା ଦେଖନ୍ତୁ। ମୁଁ ଖାଲି ଟ୍ୟାପ୍ଟାକୁ ଦେଖୁଛି। ଟ୍ୟାପ୍ଟା ଏଇ ଖୋଲିଦେଲି, ବୁଝିହେଲା। ଟ୍ୟାପ୍ଟାକୁ ବନ୍ଦ କରିବି, ଏ ଦେଖନ୍ତୁ ବନ୍ଦ ହଉନାହିଁ। ପୁଣି ଖୋଲିବି, ପୁଣି ବନ୍ଦ ହଉନି। ମୁଁ ପଚାରିଲି ଭାଇ ଆର ରହସ୍ୟ କ'ଣ? ନା ରହସ୍ୟଟା ହେଉଛି ଆମର ଏମିତି ବନ୍ଦ ହବନି, ମଝିରେ ମଝିରେ ରଖିଲେ ବନ୍ଦ ହବ। ମାନେ ଆପଣ ଭାବି ପାରୁଥିବେ କୋଉ କୋଉ ଭଳିଆ ଇଏ ଲୋକ, ଆଉ କୋଉ ଭଳିଆ ତାଙ୍କ ରୁମ୍ଟା।